ନା ଆମ ଘରକୁ ଟିକେଟ୍ କରିଦେଇଥାଏ। ମୁଁ ଟିକେଟ୍ଟା ସେକେଣ୍ଡ ଦିନ କରି ଫାର୍ଷ୍ଟ ଦିନ ପାଦ ଉଠା ପରଦିନ କରିଦେଇଛି। ଆଉ ତାହେଲେ ବାବାଙ୍କର ମୁଁ ଷ୍ଟେସନକୁ ପଳେଇ ଆସିବି, ଆଇଦର ଷ୍ଟେସନ ଯିବି ନହେଲେ ପାଦ ଅନୁଷ୍ଠାନ, ଦୁଇଟାରୁ ଗୋଟିଏ। ବଡ଼ କାନ୍ଦିଲି ବାବାଙ୍କୁ, ବାବା ବହୁତ ଭୁଲ କରିଦେଇଛି, କାହିଁକି ପାଦ କାଲି ଟିକଟଟା କରିଦେଲି, ଆଉ ଦିନ ଛାଡ଼ିକି ସମସ୍ତେ କରିଛନ୍ତି, ମୁଁ କରିଥିଲେ ହେଇଥାନ୍ତା। ମୋର କୁଲନ୍ତ ହେଲେ ଆପଣ ପୂର୍ଣ୍ଣଚନ୍ଦ୍ର କୁଲନ୍ତ ହଳ ହେଇନଥିଲା, ବାଲି ଥିଲା। ଆପଣମାନେ ଦେଖିନାହାନ୍ତି କେତେ ବର୍ଷ ତଳର ଅନୁଭୂତି। ବାଲି ଥିଲା, ସେ ବାଲିରେ ବସୁ। ତାପରେ ସେଠୁ କ'ଣ ହେଲା, ସେଇ ସମୟରେ ପାଦ ନମସ୍କାର ନେବା କଥା, ମୁଁ ତ ନେଇପାରିବିନି। ମୁଁ ତା ପୂର୍ବ ଦିନ ପ୍ରାର୍ଥନା କଲି, ସ୍ୱାମୀ ମୋତେ କେମିତି ସୁଯୋଗ ଦିଅ, ଟିକେ ପାଦ ନମସ୍କାର ଦିଅ। କାରଣ ପାଦ ନମସ୍କାର ନେଲେ ସେ ଷ୍ଟାଫ୍ଟା କାଟିଲେ। ମୋତେ ପୂର୍ଣ୍ଣଚନ୍ଦ୍ର ଅଡିଟୋରିୟମରେ ଡ୍ୟୁଟି ପଡ଼ିଗଲା, ଫ୍ରଣ୍ଟ ରୋରେ ପଡ଼ିଲା। ମାନେ ବାବା କେତେ କୃପାମୟ ଏବଂ କେମିତି ଚାଲାକ ଉପାୟରେ ସେ କାମଟା କରନ୍ତି। ଦେଖନ୍ତୁ, ମାନେ ଇଣ୍ଟେଲିଜେନ୍ସର ସୁପ୍ରିମ୍ ଅଥରିଟି। ମୁଁ ଫାର୍ଷ୍ଟ ଲାଇନ୍ରେ ପଡ଼ିଲି ଏବଂ ଅନ୍ୟମାନେ ପଡ଼ିଲେ। ସେଠୁ କ'ଣ ହେଲା ନା, ବିଭୂତି ମାନେ କ'ଣ କଲେ, ଏକାବେଳକେ 3-4 ଜଣ ବାବାଙ୍କ ହାତ ପାଦକୁ ମାନେ ଧରି ପକେଇଲେ। ମୋର କାମ କ'ଣ, ହାତ ଛଡ଼େଇବା ମାଧ୍ୟମରେ ଭଗବାନ ପାଦଟା ଛୁଇଁଲେ। ପ୍ରାର୍ଥନା ଶୁଣିଲୁ, ଏକାଥରେ ମୋର ଷ୍ଟାର୍ ବେଚ୍ କାଢ଼ିଦେଲୁନି। ଷ୍ଟାର୍ ବେଚ୍ କାଢ଼ି ଦେଇଥାନ୍ତେ, ଆଉ କେହି ଥିଲେ, ମୋ ଷ୍ଟାର୍ ବେଚ୍ ନେଇନୁ, କିନ୍ତୁ ମୋତେ ପାଦ ଛୁଇଁବାକୁ ସୁଯୋଗ ଦେଇଦେଲୁ। ଆଉ ଥରେ ଆଉ ଗୋଟେ ଘଟଣା କର, ସେଥିପାଇଁ ମୁଁ ଯାଇଥାଉ ଗୁଟପର୍ତ୍ତି ଯାଇଥାଉ, ଆମେ ବହୁ ସମୟ ସାଙ୍ଗରେ ଯାଉ। ବୁଢ଼ା ଲୋକ ଆଉ ଆମେ କିଏ ଟୋକା ଲୋକ ପଚାରିବେ, ସିନା ରାଜା ତ ପଚାରୁଛନ୍ତି, ରାଜା ସେମାନେ ଥିଲେ ମୋ ପଚାରେ ଯାଉଥାନ୍ତି। ଆମେ 2 ଜଣ 2-4 ଦିନ ପରେ ପହଞ୍ଚିଲୁ। 2-4 ଦିନ ପହଞ୍ଚିଲା ପରେ କ'ଣ ହେଲା ନା, ଆମର ସେବା କରିବାର ଅଧିକାର ନାହିଁ। ସେବା କରିବାର ଅଧିକାର ଅଛି, ଗ୍ରୁପ୍ ଅଲରେଡ଼ି ଏଲଟମେଣ୍ଟ। ତ ଆମେ ଖାଲି କହିଲେ ଆମେ ଯଦି ସେବା କରିବା, ତାଙ୍କ ସାଙ୍ଗରେ ମିଶି କିଛି କ୍ଷତି ନାହିଁ, ଆମେ ପାଦ ନମସ୍କାର ବେଳକୁ ବସିବା। ପାଦ ନମସ୍କାରଟା ତ ସେଇଟା ତାଙ୍କର ଇମ୍ପୋର୍ଟାନ୍ସ। ତାପରେ ସେବା କରିବେ, 4 ଜଣ ପାଉଛନ୍ତି, ଆଉ 5 ଜଣ ମିଶିଗଲେ କ'ଣ ତାଙ୍କର କାହିଁ ମନା କରିବେନି। ସେ ସମସ୍ତେ ସେ ଖୁସିରେ କହିଲେ, ହେଲେ ଆପଣ ଆସିଲେ ଆମ ସାଙ୍ଗରେ ସେବା କରନ୍ତୁ, ଆମେ ବୋଲି ସେବା କରିବା। କ'ଣ ଅଛି, ଆସିକି ଏଠି ବସିକିରି ଖାଲି ଦାନା ଖାଇକିରି ବସିକିରି ସ୍ୱାମୀଙ୍କ ପାଖରେ ବସିବା, ସେବା କରିଗଲେ ଭଲ ଲାଗେ। ଏ ସେବା କରୁ 3-4 ଦିନ। ଶେଷ ଦିନ ଯେତେବେଳେ ପାଦ ନମସ୍କାର ଦିଆଯିବ, ସମସ୍ତେ ଲାଇନ୍ ହେଇକି ବସିଗଲେ। ଆମେ 2 ଜଣ ସଚିବ ମନା କଲେ, ଆମେ ତ ଅଳ୍ପ ଦିନ କାମ କରୁଛନ୍ତି, ଆମ ରେଗୁଲାର ଆମର କାମ ନୁହେଁ, ଆମ ନାଁ ନାହିଁ, କିଛି ନାହିଁ, ଆମେ କାମ କରୁଛୁ। ତେଣୁ SP ଘୋଷ ଥାଆନ୍ତି, ମାନେ ବୁଝାବୁଝି କରିଥାନ୍ତି ପ୍ରଶାନ୍ତିରେ ସେବା କାମ। ସେ ବି ସେମିତି ଗୋଟେ ଦିବ୍ୟାତ୍ମା। ସମସ୍ତେ ପ୍ରକୃତରେ ଏଠି ଗୋଟେ ଭଲ ଲୋକ ଗୁଡ଼ିକ ବୋଧେ ଏକାଠି ହେଇକି ସାହି ସଂଗଠନ କରୁଛନ୍ତି। ମୋତେ ଯାହା ଜଣାପଡ଼େ, ଅଲ୍ ଗୁଡ୍ ପିପୁଲ୍ ଆର୍ ଆସେମ୍ବଲ୍ଡ ଇନ୍ ଦ ସାହି ଅର୍ଗାନାଇଜେସନ୍, ଗ୍ରେଟ୍ ପିପୁଲ୍ ଆର୍ ଆସେମ୍ବଲ୍ଡ ଇନ୍ ଦ ପଲିଟିକ୍ସ। ସେୟା ହେଇଛି ବର୍ତ୍ତମାନ। ମୁଁ ଯାହା ଦେଖିଛି, ପ୍ରକୃତରେ ଦେଖିଛି। କାହିଁକି ନା ଭଗବାନ ସେଥିପାଇଁ ଗୋଟିଏ କଥା କହିଲେ, ମୁଁ କହିବି ସଚିବାଇଙ୍କ ପାଖକୁ ଆସିବି। ତା ପୂର୍ବରୁ ନୀତିବିହୀନ ରାଜନୀତି ଆଜିକାଲି ଚାଲିଛି। ସକାଳୁ ଗୋଟେ ପାର୍ଟି, ସନ୍ଧ୍ୟାବେଳେ ଗୋଟେ ପାର୍ଟି, ଏଇଟା କ'ଣ ନୀତି? ସେଇଥିରେ ଭଗବାନ କହିଥିଲେ, ଡୁ ୟୁ ୱାଣ୍ଟ ଟୁ ବି ଏ ପଲିଟିସିଆନ୍ ଅର୍ ଏ ଷ୍ଟେଟ୍ସମ୍ୟାନ୍? ତାଙ୍କ ସ୍ପିଚ୍କୁ ମୁଁ ଉଦ୍ଧାର କରୁଛି। ପଲିଟିସିଆନ୍ ମାନେ କାଲି କଥା ଭାବନ୍ତି, ମୁଁ MP ହେବି। ଷ୍ଟେଟ୍ସମ୍ୟାନ୍ ମାନେ 100 ଇୟର୍ସ ଆଗକୁ ଭାବନ୍ତି ଦେଶର କ'ଣ ଭବିଷ୍ୟତ। So we should be statesmen, not the politicians. ନୀତିବିହୀନ ରାଜନୀତି ଆଜି ହେଇଯାଇଛି। ତାପରେ ଚରିତ୍ରବିହୀନ ଶିକ୍ଷା, ଶିକ୍ଷାରେ ଚରିତ୍ର ନାହିଁ। ଭଲ ପାଠ ପଢ଼ୁଛନ୍ତି, ଏଇଠି ଆଉ ଗୋଟେ ଏକ୍ଜାମ୍ପଲ୍ ଆଣିବି। ଥରେ ମହାତ୍ମା ଗାନ୍ଧୀ